ବିଜେପି ତାର ବିଚାରରେ ଅଛି ଆଉ ଆଞ୍ଚଳିକ ଦଳ କୌଣସି କ୍ଷତି ବିଜେପି ର କରିବ ନାହିଁ। ଆଞ୍ଚଳିକ ଦଳର ନେତୃତ୍ୱ କିଏ ନେଉଛି ତା ଉପରେ ଅନେକ କିଛି ନିର୍ଭର କରୁଛି। ଓଡ଼ିଶାରେ ଅତୀତରେ ବିଜେଡି ବହୁତ ଦିନ ପର୍ଯ୍ୟନ୍ତ ରହିଲା, କିନ୍ତୁ ଓଡ଼ିଶାରେ କୌଣସି ଆଞ୍ଚଳିକ ଦଳ ବେଶୀ ଦିନ ତିଷ୍ଠନ୍ତି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ତ ଚତୁର୍ଥ ସିଟ୍ର କଥା ଅଛି। ଚତୁର୍ଥ ସିଟ୍ କଣ ହବ କଣ ନାହିଁ ଏଇଟା ଭବିଷ୍ୟତ କହିବ, ମୁଁ ବର୍ତ୍ତମାନ କହିବା ହିସାବରେ ନାହିଁ। ଆଞ୍ଚଳିକ ଦଳ କଥା ଆପଣ କହୁଛନ୍ତି, ଆଞ୍ଚଳିକ ଦଳ ଆକ୍ଚୁଆଲି କାହାର କ୍ଷତି ହବ? ବିଜେଡିର କ୍ଷତି ହବ। ବିଜେଡି ଗୋଟେ ଆଞ୍ଚଳିକ ଦଳ, ଆଞ୍ଚଳିକତା ର ଭୋଟ ଯଦି ଆଉ ଗୋଟେ ଦଳ ନେଇଯାଏ ତାହେଲେ ବିଜେଡିର କ୍ଷତି ହବ। ବିଜେପି ତ ନ୍ୟାସନାଲ ହିସାବରେ ଅଛି ନା, ନ୍ୟାସନାଲ ପାର୍ଟି ହିସାବରେ, ତ ନ୍ୟାସନାଲ ଭୋଟ ଯୋଉମାନେ ଜାତୀୟ ଚିନ୍ତାଧାରାର ଲୋକମାନେ ସେମାନେ ବିଜେପିକୁ ଦେଲେ। ଏବଂ ଏଇ ଅବଶ୍ୟ ରାଜନୀତିରେ ଚିନ୍ତାଧାରା ଏତେ ମହତ୍ଵ ରଖୁନାହିଁ, କିନ୍ତୁ ଗୋଟିଏ ସମାନ ବିଚାରଧାରାର ପାର୍ଟି, ଏମାନଙ୍କ ଭିତରେ ବୁଝାମଣା ଥିଲା ଏବଂ ବୁଝାମଣା ଗୋଟିଏ ବିଷୟକୁ ନେଇକରି ଏମାନଙ୍କର ଭିତରେ ସାମଞ୍ଜସ୍ୟ ଥିଲା। କିନ୍ତୁ ସେ ବିଚାରରୁ ଶିବସେନା ଚାଲିଯିବା ପରେ, ତାର ବୈଚାରିକ ଅବକ୍ଷୟ ଘଟିଲା ପରେ ସେ ଦଳ ଆଉ ତିଷ୍ଠିଲାନି। ଯଦି ସମାନ ବିଚାରଧାରାରେ ଥାନ୍ତା ତାହେଲେ ବିଜେପି କୁ ସେ ହୁଏତ ବିଜେପିର ସମସାମୟିକ ହେଇକରି ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ହେଇପାରିଥାନ୍ତେ, ତ ହେଲା ନାହିଁ। ସେମିତି ଭାରତର ରାଜନୀତି ଆପଣ ଧୀରେ ଧୀରେ ଦେଖନ୍ତୁ ଦ୍ୱିକେନ୍ଦ୍ରିକ ଆଡକୁ ଯାଉଛି। ଗୋଟିଏ ପଟେ ବିଜେପି ଯୋଉମାନେ ନ୍ୟାସନାଲ ଭାବନାକୁ, ଜାତୀୟ ଭାବନାକୁ ନେଇକରି ରହୁଛନ୍ତି ଏବଂ ଅନ୍ୟଟା କଂଗ୍ରେସର ନେତୃତ୍ୱ ରହିବା କଥା, କିନ୍ତୁ ଅନେକ ଗୁଡ଼ିଏ ପାର୍ଟି ସ୍ୱଭାବଗତ କଂଗ୍ରେସ ବିରୋଧୀ। ଧରନ୍ତୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର, ଏଇଟା ହଉଛି ବୈଚାରିକ ଦୃଷ୍ଟିରୁ କଂଗ୍ରେସ ବିରୋଧୀ, କିନ୍ତୁ ବ୍ୟବହାରିକ ଦୃଷ୍ଟିରୁ ସେମାନେ କଂଗ୍ରେସ ସପକ୍ଷରେ ଗଲେ ସେ ଫଳାଫଳ ସେମାନେ ପାଉନାହାନ୍ତି। ବିହାରରେ ବି ଦେଖନ୍ତୁ ଯୋଉ ବିହାରର ଲାଲୁ ପ୍ରସାଦଙ୍କର ପାର୍ଟି କେବଳ ତାମିଲନାଡୁ ଛାଡିଦେଲେ, ଦେଖନ୍ତୁ ତାମିଲନାଡୁ ଗୋଟେ ଅଲଗା ପ୍ରକାର ରାଜନୀତି। କେରଳରେ ଯଦିଓ ଜାତୀୟ ସ୍ତରରେ କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ସମର୍ଥନ କରୁଛି, କିନ୍ତୁ ଆଞ୍ଚଳିକ ସ୍ତରରେ କେରଳରେ ସେମାନେ ପରସ୍ପର ବିରୋଧୀ। ତ ଏମିତି ଧୀରେ ଧୀରେ ଦେଖନ୍ତୁ ତୃଣମୂଳ କଂଗ୍ରେସରୁ ବାହାରିଛି, କିନ୍ତୁ ପଶ୍ଚିମବଙ୍ଗରେ ସେମାନେ କଂଗ୍ରେସ ବିରୋଧୀ। ତ ଜାତୀୟ ରାଜନୀତିକ ଦୃଷ୍ଟିପଟ କଣ ହଉଛି ତା ଉପରେ ବି ବହୁତ କିଛି ନିର୍ଭର କରୁଛି। ଦେଖନ୍ତୁ ଏଇ ସମୀକରଣର କଣ ଲାଭ କଣ? ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ଗୋଟେ ଆଞ୍ଚଳିକ ଦଳ ଭଳିଆ ଅଛି। ଓଡ଼ିଶାରେ ତାର ଖାତା ଖତିଆନ କାହିଁ, ତାର ଲୋକ କାହିଁ, ପ୍ରତ୍ୟେକ ବୁଥରେ ପ୍ରତ୍ୟେକ ୱାର୍ଡରେ ଲୋକ ଦରକାର ନା ଆଜ୍ଞା। ଆପଣଙ୍କ ପାଇଁ ଝଣ୍ଡା ଧରିବା ପାଇଁ ଲୋକ ଦରକାର, ଆପଣ ପାଇଁ ଛିଡା ହେବା ପାଇଁ ଲୋକ ଦରକାର, ଲୋକ କାହିଁ? ନୂଆପଡାରେ ମଧ୍ୟ ପ୍ରାର୍ଥୀ ଦେଇଥିଲେ, ନିଜେ ମଧ୍ୟ ପ୍ରଚାର କରିବା ପାଇଁ ଆସିଥିଲେ ମଧ୍ୟ ଅଖିଳେଶ ଯାଦବ, ଯେ ଭୋଟ କେତେ ପାଇଲେ? ଭୋଟ ପାଇବା ଉପରେ ନିର୍ଭର କରୁଛି। ଦେଖନ୍ତୁ ଧୀରେ ଧୀରେ ବିଜେଡି ନୂଆପଡା ଇଲେକ୍ସନରେ ତୃତୀୟ ସ୍ଥାନ ଅଧିକାର କଲା।